ମୁଁ ଆପଣଙ୍କୁ ପୂର୍ବ ଭିଡ଼ିଓରେ ଓଡ଼ିଶା ପୋଲିସର ନୋଟିଫିକେସନ୍ ଅଫିସିଆଲି ସାଇଟ୍ ନ ଆସିଲେ ମଧ୍ୟ ତା'ର ଅଫିସିଆଲି ନୋଟିଫିକେସନ୍ ଅଲରେଡ଼ି ଆସିଯାଇଛି ବୋଲି କହିଥିଲି। ବଟ୍ ମୁଁ ବି ଜାଣିପାରୁନଥିଲି ସେଇଟା ସେୟାର କଲେ କ'ଣ ଅସୁବିଧା ହେବ ବୋଲି। ବଟ୍ କିଛି ବି ଅସୁବିଧା ନାହିଁ। ବର୍ତ୍ତମାନ ସେଇ ନୋଟିଫିକେସନ୍ ଅଲରେଡ଼ି ଭାଇରାଲ୍ ହୋଇଗଲାଣି। ମୋ ପାଖରେ ମଧ୍ୟ କାଲି ଥିଲା, ତ ତେଣୁ ମୁଁ ଅଲରେଡ଼ି ଆମ ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ପ୍ରୋଭାଇଡ଼ କରିଦେଇଛି। ଯେଉଁମାନେ ଦେଖିବାକୁ ଚାହୁଁଛ ନିହାତି ଭାବରେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇକି ଦେଖିପାରିବ। ହଁ, ଯଦି ଆପଣମାନେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇନାହାନ୍ତି ତ ନିହାତି ଭାବରେ ଆପଣ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେବାକୁ ଜମାରୁ ଭୁଲେ ନାହିଁ। କୌଣସି ଜବ୍ର ଅପଡ଼େଟ୍ ଆସିଲା, ଆଡ଼ମିଟ୍ କାର୍ଡ଼ ଆସିଲା, ରେଜଲ୍ଟ ଆସିଲା ବା ଓକେ, ତ ମୋଟିଭେସନାଲ୍ ଭିଡ଼ିଓ ଡେଲି ସୁବିଚାର, କୌଣସି ଜବ୍ର ଯେଉଁ ଜିକେ ଫିକେ କୌଣସି କେଉଁ ପ୍ରକାର ଲେବୁଲ୍ର ସବୁ କ୍ୱେଶ୍ଚିନ୍ ପଡ଼ୁଛି ସବୁ କିଛି ଡିଟେଲ୍ସ ମଧ୍ୟ ଆମ ଟେଲିଗ୍ରାମ ଗ୍ରୁପ୍ରେ ଅପଡ଼େଟ୍ ଦେଇଥାଏ। ତ ଡିସ୍କ୍ରିପ୍ସନ୍ ବକ୍ସରେ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ମଧ୍ୟ ମିଳିଯିବ, ସେଇଠି କ୍ଲିକ୍ କରିକି ଜଏନ୍ ହେଇପାରିବେ। ଓକେ, ତ ଆର ନୋଟିଫିକେସନ୍ ମଧ୍ୟ ଟେଲିଗ୍ରାମରେ ପ୍ରୋଭାଇଡ଼ କରିଦେଇଛି। ବଟ୍ ଏଇଟା ମୁଁ କାଲିଠୁ ଜାଣିଲେଣି, ବଟ୍ ମୁଁ ସେୟାର କମେ କରୁନଥିଲି କାରଣ କିଛି ଯଦି ଅସୁବିଧା ହେଇଯିବ ତ ତେଣୁ ମୁଁ ସେୟାର କରୁନଥିଲି। ବର୍ତ୍ତମାନ କିଛି ଅସୁବିଧା ନାହିଁ ହେଲା, ଓରା ଭାଇରାଲ୍ ହେଇଗଲାଣି ନୋଟିଫିକେସନ୍ କ'ଣ ବି ଅଲରେଡ଼ି କହିଦେଇଛି। କେଉଁ ଡିଷ୍ଟ୍ରିକ୍ଟରେ କେତେ ସବୁ ଭ୍ୟାକେନ୍ସି ଖାଲି ପଡ଼ିଛି ତା'ର ଗୋଟେ ସେଇଟା ନୋଟିଫିକେସନ୍ ଆସିଛି। ତ ସେଇଟା ହେଲେ ବହୁତ ଜଲ୍ଦି ଆର ରିକ୍ରୁଟମେଣ୍ଟ ମଧ୍ୟ କମ୍ପ୍ଲିଟ୍ ହେଇଯିବ। ତ କେବେ ଆସିବ ଏମିତି ବହୁତ ସାରା ପିଲା ମେସେଜ୍ କରିବେ। ମୁଁ ଅଲରେଡ଼ି ବି ପୂର୍ବ ଭିଡ଼ିଓରେ କହିଦେଇଛି। ଓକେ, ତ କିନ୍ତୁ ବହୁତ ଜଲ୍ଦି ଆସିବାକୁ ଯାଉଛି। 2025ରେ 100% ଆସିବ। ଯାହା ବି ନୋଟିଫିକେସନ୍ ଥରେ ମୁଁ ତୁମକୁ ଅଲରେଡ଼ି କହିଦେଇଛି, 2022 ବା 2023 ଯେଉଁ ଡିଷ୍ଟ୍ରିକ୍ଟ ପୋଲିସ ବାହାରିଥିଲା ଡିଟୋ ସେଇଭଳି ହିଁ ଅବସ୍ଥାରେ ଥିଲା। ବହୁତ ଜଲ୍ଦି ସେ 2-3 ମାସ ଭିତରେ କଣ୍ଡକ୍ଟ କରିଦେଇଥିଲା। ଇଏ ବି 2-3 ମାସରେ କଣ୍ଡକ୍ଟ କରିବ, ନହେଲେ 2025 ଲାଷ୍ଟ ଆଡ଼ିକି ମଧ୍ୟ କରିପାରେ, କେହି ବି କହିପାରିବେ ନାହିଁ। କିନ୍ତୁ 100% 2025, କାରଣ ଡିଷ୍ଟ୍ରିକ୍ଟ ପୋଲିସ ଯେଉଁମାନେ ବି ଚାହିଁଛ 2 ବର୍ଷକୁ ଥରେ ରିକ୍ରୁଟମେଣ୍ଟ କଣ୍ଡକ୍ଟ କରେ। 2022 ନା 2023ରେ ଥଟ୍ଟା ବାହାରିଥିଲା, 2025 ଆସିବାକୁ ଯାଉଛି। ତ ତେଣୁ ପୁରା ରେଡ଼ି ହେଇକି ରହିଥାଉ। ଅଲରେଡ଼ି କହିଦେଇଛି ଏଇ ବର୍ଷ ଗୋଟେ ଗୋଲ୍ଡେନ୍ ଅପରଚ୍ୟୁନିଟି ରହୁଛି, ଯେମିତି ଏସ୍ଆଇ ହେଇଗଲା, OCBI ବି ଏକ୍ଜାମ୍ ଅଲରେଡ଼ି ସରିଗଲାଣି, PMT ଟାଇପର ହେଇଗଲା, DPO କ୍ଲର୍କ ତ ଯାହା ଛୋଟ ଅଳ୍ପ ପୋଷ୍ଟ ଥିଲା ଚଳିବ, OISF ମଧ୍ୟ ହୋମଗାର୍ଡ଼ ଆସୁଛି, OISF ଆସୁଛି, SSS କନଷ୍ଟେବଲ୍ ମଧ୍ୟ ଆସିପାରେ। ତ ତେଣୁ ପୁରା ବି ପ୍ରିପେୟାର, ନିଜକୁ ପୁରା ପ୍ରିପାରେସନ୍ କରନ୍ତୁ, ଡେଲି ରିଟିନ୍ ପାଇଁ ପଢ଼ାପଢ଼ି କରନ୍ତୁ, ଫିଜିକାଲି ପ୍ରାକ୍ଟିସ୍ କରନ୍ତୁ, ଯେତେବେଳେ ଆପଣଙ୍କୁ ଫ୍ରି ଟାଇମ୍ ମଧ୍ୟ ମିଳୁଛି। ଓକେ, ତ ଯାହା କିଛି ବି ଡାଉଟ୍ ଅଛି ନିହାତି ଭାବରେ ଆପଣମାନେ କମେଣ୍ଟ ବକ୍ସରେ ନିଜର ମତ ଦିଅନ୍ତୁ। ଟୋଟାଲ ନୋଟିଫିକେସନ୍ ପଢ଼େଇ ପୁରା ଫୁଲ୍ ଡିଟେଲ୍ସ ମଧ୍ୟ କହିଦେଉଛି। ଅଲ୍ ଡିଷ୍ଟ୍ରିକ୍ଟ ସୁପରିଟେଣ୍ଡେଣ୍ଟସ୍ ଅଫ୍ ପୋଲିସ, ସୁପରିଟେଣ୍ଡେଣ୍ଟସ୍ ଅଫ୍ ରେଲୱେ ପୋଲିସ କଟକ, ରାଉରକେଲା, ଡେପୁଟି କମିଶନର ଅଫ୍ ପୋଲିସ ହେଡ଼କ୍ୱାର୍ଟର ଯେଉଁଟାକି ବିବିସର କଟକ, ଡେପୁଟି କମିଶନର ଅଫ୍ ପୋଲିସ ଭୁବନେଶ୍ୱର କଟକ। ଓକେ, ତ ସବଜେକ୍ଟ କ'ଣ ରହୁଛି? ଫିଲିଂ ଅଫ୍ ଭ୍ୟାକେନ୍ସି ଇନ୍ ଦ ର୍ୟାଙ୍କ ଅଫ୍ କନଷ୍ଟେବଲ ଇନ୍ ଡିଷ୍ଟ୍ରିକ୍ଟ କ୍ୟାଡରେ ବାଇ ୱେ ଅଫ୍ ଡାଇରେକ୍ଟ ରିକ୍ରୁଟମେଣ୍ଟ 2025, ମାନେ 2025ରୁ ବାହାରିବାକୁ ଯାଉଛି। ତ ତେଣୁ ଆପଣ ପୁରା ରେଡ଼ି ହେଇକି ରହିଥାନ୍ତୁ। ଆର ଭ୍ୟାକେନ୍ସି କେବେ ଫିଲ୍ଅପ୍ ହେବ? ଇନଫର୍ମେସନ୍ ଅନ୍ କ୍ୟାଟେଗୋରୀ ୱାଇଜ୍ ଭ୍ୟାକେନ୍ସି ଇନ୍ ଦ ର୍ୟାଙ୍କ ଅଫ୍ ଡିଷ୍ଟ୍ରିକ୍ଟ କ୍ୟାଡରେ କନଷ୍ଟେବଲ ଅଫ୍ ୟୋର ଡିଷ୍ଟ୍ରିକ୍ଟ ମେ ପ୍ଲିଜ୍ ବି ହେଲା ଫର୍ନିଶ୍ଡ ଇନ୍ ଦ ଫଲୋଇଂ ଫର୍ମାଟ୍ ଟୁ ଦିସ୍ ହେଡ଼କ୍ୱାର୍ଟର। ମାନେ କୌଣସି ଡିଷ୍ଟ୍ରିକ୍ଟରେ ଓକେ, ତ ଯେକୌଣସି ଡିଷ୍ଟ୍ରିକ୍ଟରେ ଇନଫର୍ମ କରାଯାଇଛି ଯେ ଆପଣଙ୍କର ଯେଉଁ ଯେତେ ସବୁ ଭ୍ୟାକେନ୍ସି ଖାଲି ପଡ଼ିଛି, ୟୁଆର୍ରେ କେତେ ଭ୍ୟାକେନ୍ସି ଖାଲି ପଡ଼ିଛି, SC/BC କେତେ ଭ୍ୟାକେନ୍ସି ଖାଲି, SC/ST କେତେ ଭ୍ୟାକେନ୍ସି କେତେ, ମାନେ ଅଲରେଡ଼ି ଗୋଟେ ଡିଷ୍ଟ୍ରିକ୍ଟରେ କେତେ ଦରକାର, ଆଉ କେତେ ନମ୍ବର ଅଫ୍ କନଷ୍ଟେବଲ୍ ଅଛନ୍ତି ଏବଂ ତାଙ୍କର କେତେ ଭ୍ୟାକେନ୍ସି ଖାଲି ପଡ଼ିଛି, ପୁରା ଡିଟେଲ୍ସ ମୋତେ ଏଇ ଫର୍ମାଟ୍ ଥ୍ରୋରେ ଛାଡ଼ିବା ପାଇଁ ସେ ନୋଟିସ୍ ଦେଇଛନ୍ତି। ଓକେ, ତ ସେଇ ଅନୁସାରେ ଆପଣମାନେ ପୁରା ରେଡ଼ି ହେଇଯାଆନ୍ତୁ। ଓକେ, ମୁଁ ଅଲରେଡ଼ି କହିଦେଉଛି। ନୋଟ୍ 1, ଯେଉଁ ଆମର ଯେଉଁ ପୋଷ୍ଟ ଇନ୍ ଦ ର୍ୟାଙ୍କ ଅଫ୍ କନଷ୍ଟେବଲ୍ ଇନ୍ OR, OPR, ODRAF and post created for leave reserve definition reserve only be taken into account. Other category posts such as constable, brand, big lever, mochi, carpenter, tailor, stiver, ଓକେ, ଯାହା ବି ସବୁ ଅଛି ଏଇଟା ସବୁ ଅଲରେଡ଼ି ବି ଯେଉଁ କ୍ରିଏଟେଡ଼ 2011 ରିକ୍ରୁଟମେଣ୍ଟ 2025 ଆପଣ ଅଲରେଡ଼ି ବି ସବୁ କିଛି ଡିଟେଲ୍ସ ମଧ୍ୟ ଜାଣିଛ। ଓକେ, ତ ଆଉ କିଛି ବେଶୀ ବି କହିବିନି। ତ ଆପଣମାନେ କ'ଣ ମୁଁ ଅଲରେଡ଼ି କହିଦେଉଛି, ଆପଣ ତ ଗୋଟେ କାମ ପଢ଼ାପଢ଼ି କରନ୍ତୁ ଏବଂ ଫିଜିକାଲି ପ୍ରାକ୍ଟିସ୍ କରନ୍ତୁ, ବାସ୍ ସେତିକି। ନହେଲେ ବି ଏଇ 2025କୁ ଟାର୍ଗେଟ୍ ନିଅନ୍ତୁ। ମାନେ କହିବାକୁ ଗଲେ ଏଇ ବର୍ଷ ଯଦି ହାର୍ଡ଼ୱାର୍କ କରିଦେବେ ତୁମକୁ ଲାଇଫ୍ଟା ସେଟେଲ୍ ମଧ୍ୟ ହେଇପାରେ। ତ ନିହାତି ଭାବରେ ଆପଣମାନେ କଣ୍ଟିନ୍ୟୁ ପଢ଼ାପଢ଼ି କରିଥାନ୍ତୁ। ଆଉ କହିବେ କି ଏଥିରେ କ୍ୱାଲିଫିକେସନ୍ କରିବ, +2 କ୍ୱାଲିଫିକେସନ୍ ରହିବ। ଓକେ, ଏଜ୍ ମଧ୍ୟ 18 ରହିବ। 18ରୁ ଯଦି ବି ଏଜ୍ ରିଲାକ୍ସେସନ୍ ମଧ୍ୟ ନ ମିଳିପାରେ, କାରଣ ଅଲରେଡ଼ି 2025 ନା 2022 2023 ଡିଷ୍ଟ୍ରିକ୍ଟ କନଷ୍ଟେବଲ୍ ଅଲରେଡ଼ି ଏଜ୍ ରିଲାକ୍ସେସନ୍ ମଧ୍ୟ ଦେଇଥିଲା, କୋଭିଡ଼ ଏଜ୍ ରିଲାକ୍ସେସନ୍ ଦେଇଥିଲା ହେଲା। ଯେଉଁମାନେ SC/ST ବା SC/BC କାଷ୍ଟରୁ ବିଲଙ୍ଗସ୍ କରୁଛନ୍ତି ସେମାନଙ୍କୁ 5 ବର୍ଷ ଏଜ୍ ରିଲାକ୍ସେସନ୍ ମଧ୍ୟ ଦେବ। ନିହାତି ଭାବରେ ପୁରା ରେଡ଼ି ହେଇକି ରହିଯାଆନ୍ତୁ। ଓକେ, ତ ଓକେ, ବହୁତ ଜଲ୍ଦି ଆସିବାକୁ ଯାଉଛି। ଓକେ, ତ ରହୁଛି, ଦେଖା ନେକ୍ସଟ ଭିଡ଼ିଓ। ସେଦିନ ଜୟ ଜଗନ୍ନାଥ।